ଜଣେ ଗରିବ ଭାଇ ତା ଧନୀ ଭଉଣୀଙ୍କ ଘରେ ହେଉଥିବା ବିବାହରେ ପହଞ୍ଚିଲା। ଭଉଣୀ ଜଣକ ତା ଗରିବ ଭାଇକୁ ବହୁତ ଅପମାନ କଲା। ତାପରେ ଗରିବ ଭାଇ ଜଣକ ଏମିତି ଉପହାର ଦେଲା ଯୋଉଟା ଦେଖି ବଡ଼ ବଡ଼ ଧନୀ ଲୋକମାନଙ୍କ ଆଖି ଲାଖିଗଲା। ରାଜନ ଏବଂ ଅମନ ଗୋଟିଏ ମାର ଗର୍ଭରୁ ଜନ୍ମ ହୋଇଥିଲେ। ସେମାନେ ଗୋଟିଏ ଅଗଣାରେ ସାଙ୍ଗ ହୋଇ ଖେଳୁଥିଲେ ଏବଂ ଏକାଠି ତାଙ୍କ ମାଙ୍କ ପାଖରୁ କାହାଣୀ ମଧ୍ୟ ଶୁଣୁଥିଲେ। କିନ୍ତୁ ଜୀବନର ଯାତ୍ରା ବଡ଼ ଅଜବ ହୋଇଥାଏ। ବେଳେବେଳେ ସମାନ ରାସ୍ତାରେ ଯାଉଥିବା ଦୁଇ ଜଣ ମଣିଷ ସମ୍ପୂର୍ଣ୍ଣ ଭିନ୍ନ ଗନ୍ତବ୍ୟସ୍ଥଳରେ ପହଞ୍ଚି ଯାଇଥାନ୍ତି। ଆଜି ବଡ଼ ଭାଇ ରାଜନ ସଫଳତାର ଏତେ ଉଚ୍ଚତାରେ ଠିଆ ହୋଇଥିଲା ଯେ ଅନ୍ୟମାନେ ତାକୁ ପିମ୍ପୁଡ଼ି ପରି ଛୋଟ ମନେ ହେଉଥିଲେ। ତାର ବ୍ୟବସାୟ ବହୁତ ଆଗରେ ଥିଲା। ରାଜନର ସବୁବେଳେ ସହରର ବଡ଼ ବଡ଼ ଲୋକଙ୍କ ସହିତ ବସା ଉଠା ହେଉଥିଲା। ତା ଘର ଘର ପରି ଲାଗୁନଥିଲା, ଏକ ମହଲ ପରି ଲାଗୁଥିଲା। ବିଦେଶୀ ଡିଜାଇନରଙ୍କ ପୋଷାକ, ଭବ୍ୟ ପାର୍ଟି ଏବଂ ମିଥ୍ୟା ଆଡ଼ମ୍ବର ଏବଂ ପ୍ରଦର୍ଶନ। ରାଜନର ଜୀବନ କେବଳ ଏହି ଜିନିଷଗୁଡ଼ିକରେ ସୀମିତ ଥିଲା। ତା ସ୍ତ୍ରୀ ରଜନୀ ମଧ୍ୟ ସେହି ପ୍ରକୃତିର ଥିଲା। ଅନ୍ୟପକ୍ଷରେ ରାଜନର ସାନ ଭାଇ ଅମନ ଥିଲା। ତାହା ଜୀବନ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ସେ ଚଲାଉଥିବା ତିନିଚକିଆ ଅଟୋରିକ୍ସାରେ ସୀମିତ ଥିଲା। ତାଙ୍କ ଜୀବନ ଜୀବିକା ସେହି ଅଟୋରିକ୍ସା ଉପରେ ନିର୍ଭର କରୁଥିଲା। ତା ପାଖରେ କୌଣସି ବ୍ୟାଙ୍କ ବାଲାନ୍ସ ନଥିଲା, କିନ୍ତୁ ଶାନ୍ତି ଥିଲା, ଯାହାକୁ ଦୁନିଆର କୌଣସି ଧନ ସମ୍ପତ୍ତି ଦ୍ୱାରା କିଣାଯାଇ ପାରିବ ନାହିଁ। ସେ ସବୁବେଳେ ଅନ୍ୟମାନଙ୍କର ସାହାଯ୍ୟ ପାଇଁ ପ୍ରସ୍ତୁତ ଥାଏ। ତା ସ୍ତ୍ରୀ ଆରତୀ ସାକ୍ଷାତ ଅନ୍ନପୂର୍ଣ୍ଣାଙ୍କ ପ୍ରତିମୂର୍ତ୍ତି ଥିଲା। ସାଧା ସୂତା ଶାଢ଼ୀରେ ବିଶେଷ ତା ସରଳତା ଏମିତି ଚମକୁଥିଲା, ଯେମିତି ଦାମୀ ଅଳଙ୍କାରର ଚମକ ମଧ୍ୟ ତା ପାଖରେ ଫିକା ପଡ଼ିଯାଉଥିଲା। ଅମନ ଗରିବ ଥିଲା, ହେଲେ ତାର ସେଇ ଛୋଟ ଘରେ ଦାରିଦ୍ର୍ୟତା ନଥିଲା। ଅଭାବ ଥିଲା, କିନ୍ତୁ କୌଣସି ଅସନ୍ତୋଷ ନଥିଲା। ଉଭୟଙ୍କ ହୃଦୟ କାଚ ପରି ସ୍ୱଚ୍ଛ ଥିଲା ଓ ପାଣି ପରି ନିର୍ମଳ ଥିଲା। ଖୁବ୍ ଶୀଘ୍ର ଏକ ଏମିତି ଘଟଣା ଘଟିବାକୁ ଯାଉଥିଲା, ଯାହା ପ୍ରକୃତ ଧନୀ କିଏ ତାହା ନିର୍ଣ୍ଣୟ କରିବାକୁ ଯାଉଥିଲା। ଦିନେ ଅପରାହ୍ନରେ ଅମନର ମା ଜାନକୀ ଦେବୀଙ୍କର ହଠାତ୍ ଦେହ ଖରାପ ହୋଇଗଲା। ତାଙ୍କ ଦେହରେ ପ୍ରବଳ ଜ୍ୱର ଭରିଗଲା। ଯେତେବେଳେ ତାଙ୍କର ରକ୍ତ ପରୀକ୍ଷା କରାଗଲା, ଜଣାପଡ଼ିଲା ତାଙ୍କୁ ଡେଙ୍ଗୁ ହୋଇଛି ବୋଲି। ଜାନକୀ ଦେବୀଙ୍କର ଶରୀର ନିଆଁ ପରି ତାତି ଯାଉଥିଲା। ସେ ଯନ୍ତ୍ରଣାରେ ଛଟପଟ ହେଉଥିଲେ। ଯଦିଓ ଜାନକୀ ଦେବୀ ତାଙ୍କ ସାନ ପୁଅ ଅମନଙ୍କ ସହିତ ରହୁଥିଲେ, କିନ୍ତୁ ମାନବିକତା ଦୃଷ୍ଟିରୁ ତାଙ୍କ ବଡ଼ ପୁଅ ରାଜନକୁ ମଧ୍ୟ ଖବର ଦିଆଗଲା। ମାଙ୍କ ଅବସ୍ଥା କଥା ଶୁଣି ଅମନ ତା କାମ ଛାଡ଼ି ଅଟୋ ଷ୍ଟାଣ୍ଡରେ ତା ଅଟୋକୁ ପାର୍କିଂ କରିଦେଇ ସେ ତାର ନିତିଦିନିଆ ରୋଜଗାରର ହିସାବ ନକରି ସାଙ୍ଗେ ସାଙ୍ଗେ ମା ପାଖକୁ ଦୌଡ଼ିଗଲା। ସେ ତା ମାଙ୍କୁ ନିକଟସ୍ଥ ଏକ ସରକାରୀ ଡାକ୍ତରଖାନାକୁ ନେଇଗଲା। ସେଠି ଡାକ୍ତର କିଛି ଔଷଧ ଲେଖି ବିଶ୍ରାମ ନେବାକୁ ପରାମର୍ଶ ଦେଲେ। ଘରକୁ ଫେରିବା ପରେ ଅମନ ଏବଂ ଆରତୀ ତାଙ୍କ ମାଙ୍କ ଯତ୍ନ ନେବା ଆରମ୍ଭ କରିଦେଲେ। ଡାକ୍ତରଙ୍କ କହିବା ଅନୁସାରେ ଆରତୀ ଜାନକୀ ଦେବୀଙ୍କ କପାଳରେ ଓଦା ପଟି ପକାଉଥିଲା। ଆରତୀ ସମୟ ଅନୁସାରେ ହଳଦୀ କ୍ଷୀର ଓ ଔଷଧ ଜାନକୀ ଦେବୀଙ୍କୁ ଦେଉଥିଲା। ଦୁହେଁ ତାଙ୍କ ମାଙ୍କ ପ୍ରତ୍ୟେକ ଆବଶ୍ୟକତାକୁ ଶ୍ରଦ୍ଧା ଓ ଯତ୍ନର ସହିତ ପୂରଣ କରୁଥିଲେ। 2 ଦିନ ପରେ ଯାଇ ରାଜନ ଗୁରୁତ୍ୱପୂର୍ଣ୍ଣ କାମ ଶେଷ କରି ସନ୍ଧ୍ୟାବେଳେ ମା ପାଖରେ ପହଞ୍ଚିଲା। ତା ଦାମିକା ଗାଡ଼ି ଅମନର ଛୋଟ ଘର ସାମ୍ନାରେ ଯାଇ ଅଟକିଲା, ଯେମିତିକି ଜଣେ ରାଜା ଜଣେ ଗରିବ କୁଡ଼ିଆକୁ ଆସିଛି। ଯେତେବେଳେ ସେ ତା ସ୍ତ୍ରୀ ରଜନୀ ସହିତ ଅମନ ଘର ଭିତରେ ପ୍ରବେଶ କଲା, ତା ଦାମିକା ପରଫ୍ୟୁମ୍ ଘରର ପରିବେଶକୁ ବଦଳାଇ ଦେଲା। ସେ କହିଲା, ମା, ଏବେ ତୋ ଦେହ କେମିତି ଅଛି? ଜାନକୀ ଦେବୀ ଧୀରେ ଧୀରେ ଆଖି ଖୋଲି ଶାନ୍ତ ସ୍ୱରରେ କହିଲେ, ଆଗ ଅପେକ୍ଷା ବହୁତ ଭଲ ଅଛି ପୁଅ, ଓ ମୁଁ ଜଲ୍ଦି ଭଲ ହୋଇଯିବି। ଅମନ ଏବଂ ଆରତୀ ମୋର ବହୁତ ଯତ୍ନ ନେଉଛନ୍ତି। ଠିକ୍ ସେତିକିବେଳେ ଆରତୀ ଏକ ଟ୍ରେରେ ଗୋଟିଏ ଗ୍ଲାସ ତାଜା ଫଳରସ ଧରି କୋଠରୀ ଭିତରକୁ ପ୍ରବେଶ କଲା ଏବଂ ତା ଶାଶୁଙ୍କୁ ଦେବାକୁ ଲାଗିଲା। ଜାନକୀ ଦେବୀ ହସିକି କହିଲେ, ଦେଖ, ସେ ସାରାଦିନ ମୋର ଏହିପରି ଯତ୍ନ ନେଉଛି। ସେ ଯେ ପର୍ଯ୍ୟନ୍ତ ମୋ ପାଖରେ ଅଛି, ମୋର କିଛି ବି ଅସୁବିଧା ହେବନି। ଏହା ଶୁଣି ବଡ଼ ବୋହୂ ରଜନୀ ମୁହଁ ମୋଡ଼ିଦେଲା। ରାଜନ ଘର ଚାରିପାଖକୁ ଏପରି ଦେଖୁଥିଲା ଯେପରି କିଛି ଖୋଲତାଡ଼ କରୁଛି। ତାପରେ ଚାରିପାଖକୁ ଚାହିଁ ସେ ଘୃଣାର ସହିତ କହିଲା, ଏହେ, ଏଠି ଏତେ ମଶା ବୁଲୁଛନ୍ତି। ଯଦି ତମେମାନେ ଘରେ ମଶା ସ୍ପ୍ରେ କରୁଥାନ୍ତ, ତେବେ ମା ଆଜି ଅସୁସ୍ଥ ହୋଇନଥାନ୍ତେ। ଏହା ଶୁଣି ଜାନକୀ ଦେବୀ କହିଲେ, ମୁଁ ମଶା ଗ୍ୟାସକୁ ଘୃଣା କରେ, ତେଣୁ ମୁଁ ସେମାନଙ୍କୁ ମନା କରିଥିଲି ସେଗୁଡ଼ା ଘରେ ସ୍ପ୍ରେ କରିବାକୁ। ସ୍ୱାମୀ ସ୍ତ୍ରୀ କିଛି ସମୟ ପାଇଁ ଅସହଜ ଭାବରେ ଅମନର ଘରେ ବସି ରହିଲେ।
ତାପରେ ରାଜନ ପଚାରିଲା, କେଉଁ ଡାକ୍ତରଙ୍କୁ ଦେଖେଇଛୁ? ଅମନ ଶାନ୍ତ ସ୍ୱରରେ ଉତ୍ତର ଦେଲା, ଭାଇ, ମୁଁ ଏଇ ପାଖ ସରକାରୀ ଡାକ୍ତରଖାନାରେ ଜଣେ ଡାକ୍ତରଙ୍କୁ ଦେଖେଇଛି। ସେଠି ଚିକିତ୍ସା ଭଲ ଚାଲିଛି ଓ ସେଥିରେ ମାଙ୍କ ଦେହ ଟିକେ ଉନ୍ନତି ହେଇଛି। କ'ଣ? ସରକାରୀ ଡାକ୍ତରଖାନା? ରାଜନ ଚମକି ପଡ଼ିଲା, ଯେପରି ଅମନ କୌଣସି ଅପରାଧ କରିଦେଇଛି। ସେ ରାଗିକି ଠିଆ ହେଲା ଓ କହିଲା, ଅମନ, ତୋ ମୁଣ୍ଡ ଠିକ୍ ଅଛି ତ? ମୋ ମା ପୁଣି ସରକାରୀ ହସ୍ପିଟାଲ? ତୋର ସାହସ କେମିତି ହେଲା ମୋ ମାକୁ ସରକାରୀ ହସ୍ପିଟାଲ ନେବାକୁ? କ'ଣ ସେଠି ଭଲ ଚିକିତ୍ସା ହେଉଛି କି? ସେଠି ତ କେବଳ ଲୋକମାନେ ମୃତ୍ୟୁର ଅପେକ୍ଷା କରିଥାନ୍ତି। ଯଦି ତୋ ପାଖରେ ପଇସାର ଅଭାବ ଥିଲା ମୋତେ ମାଗିଥାନ୍ତୁ। ଅତି କମ୍ରେ ମାର ଚିକିତ୍ସାର ତ ଧ୍ୟାନ ରଖିପାରିଥାନ୍ତୁ। ଏହା କହି ରାଜନ ତା ପକେଟରୁ ପର୍ସ ବାହାର କରିବାକୁ ଯାଉଥିଲା। ଜାନକୀ ଦେବୀ ତାକୁ ଅଟକାଇ ଦେଲେ। ନା ରାଜନ, ମୋତେ କୌଣସି ପ୍ରାଇଭେଟ୍ ହସ୍ପିଟାଲର ଆବଶ୍ୟକତା ନାହିଁ। ମୋ ପାଇଁ ସବୁଠାରୁ ବଡ଼ ଔଷଧ ହେଉଛି ମୋ ପିଲାମାନଙ୍କ ସ୍ନେହ ଶ୍ରଦ୍ଧା, ଯେଉଁଟା ମୋତେ ଏଠି ମିଳୁଛି। ମୋର ଯେତିକି ଯତ୍ନ ଏ 2 ଜଣ ରଖୁଛନ୍ତି, ସେତିକି ଯତ୍ନ ତ କୌଣସି ବଡ଼ ହସ୍ପିଟାଲର ମଧ୍ୟ ନର୍ସ ରଖିପାରିବେନି। ରାଜନ ତା ମା କଥା ଶୁଣି ଅସନ୍ତୋଷରେ ମୁହଁ ବୁଲେଇ ଦେଲା। ରାଜନ ଭାବିଲା, ଯଦି ମୁଁ ଚାହିଁବି ତ ସହରର ସବୁଠାରୁ ବଡ଼ ବଡ଼ ଡାକ୍ତରଙ୍କୁ ଏଠିକି ଡାକିପାରିବି। ହେଲେ ଭଙ୍ଗା ଅଳିଆ ଘରକୁ ଯଦି ଡାକ୍ତରଙ୍କୁ ଡାକିବି ତାହେଲେ ମୋ ଇଜ୍ଜତ ପଳେଇବ। ସେ ତୁରନ୍ତ ତା ପକେଟରୁ ଏକ ଦାମିକା ଫୋନ୍ ବାହାର କଲା ଓ ସହରର ସବୁଠାରୁ ବଡ଼ ଡାକ୍ତରଙ୍କୁ ଫୋନ୍ ଲଗାଇଲା। ସଂକ୍ଷିପ୍ତରେ ସେ ତା ମାଙ୍କ ବିଷୟରେ ଡାକ୍ତରଙ୍କ ସହିତ କଥା ହେଲା, ତାପରେ କଲ୍ କାଟିଦେଲା। ସେଠୁ ରାଜନ ଗୋଟେ ବିଶେଷଜ୍ଞଙ୍କ ପରି କହିଲା, ଡାକ୍ତର କହିଲେ ତାଙ୍କୁ ପଇଡ଼ ପାଣି ଓ ଗାଈ କ୍ଷୀର ଦେବା ପାଇଁ। ଏତିକି କହି ସେ ତା ପକେଟରୁ 5,000 ଟଙ୍କା ବାହାର କରି ମାର ତକିଆ ତଳେ ରଖିକି କହିଲା, ଏଇ ନେ ମା, ତୋ ପାଇଁ ପଇଡ଼ ପାଣି ଓ ଗାଈ କ୍ଷୀର ମଗେଇଦେବୁ। ଆଉ ଯଦି କୌଣସି ଜିନିଷର ଅଭାବ ହୁଏ ତାହେଲେ ମୋତେ କହିବୁ। ଏହି ସମୟରେ ଆରତୀ ରୋଷେଇ ଘରୁ ଆଉ ଏକ ଟ୍ରେ ଆଣିଲା ଓ କହିଲା, ଭାଇ, ଭାଉଜ, ଆପଣ ବି ଟିକେ ଜୁସ୍ ପିଅନ୍ତୁ। ରାଜନ ଏବଂ ରଜନୀ ପରସ୍ପରକୁ ଚାହିଁଲେ। ସେମାନଙ୍କ ମୁହଁରେ ଏକ ଅଦ୍ଭୁତ ଘୃଣାର ଛାପ ଥିଲା। ସେମାନେ କହିଲେ, ନାଇଁ, ଆମର ଇଚ୍ଛା ନାହିଁ ଜୁସ୍ ପିଇବାରେ। ରଜନୀ ତା ଘଡ଼ିକୁ ଚାହିଁ ରାଜନକୁ କହିଲା, ଚାଲ, ଆମର ଲେଟ୍ ହେଉଛି। ସନ୍ଧ୍ୟାରେ ଆମର ଫ୍ଲାଇଟ୍ ଅଛି। ତାପରେ ଶାଶୁଙ୍କ ଆଡ଼କୁ ଚାହିଁ ଟିକେ ହସି କହିଲା, ମା, ନିଜର ଯତ୍ନ ନେଉଥିବେ ଏବଂ ଦୁହେଁ ଯେମିତି ଜେଲରୁ ମୁକ୍ତ ହେଲା ପରି ବାହାରକୁ ଚାଲିଗଲେ। ଆଉ ତାପରେ ମାର ଦେହ ପା କଥା ବୁଝିବା ପାଇଁ କେବେ ଆଉ 2 ଜଣଙ୍କର ଫୋନ୍ ମଧ୍ୟ ଆସିନଥିଲା। ତାଙ୍କ ବଡ଼ ପୁଅ ଏବଂ ବୋହୂର ଏହି ନିଷ୍ଠୁରତା ଜାନକୀ ଦେବୀଙ୍କ ହୃଦୟକୁ ବହୁତ ଆଘାତ ଦେଇଥିଲା। କିନ୍ତୁ ଅମନ ଏବଂ ଆରତୀଙ୍କ ନିଃସ୍ୱାର୍ଥପର ସେବା ଜାନକୀ ଦେବୀଙ୍କ ହୃଦୟରେ ଥିବା ଆଘାତରେ ମଲମ ପରି କାମ ଦେଉଥିଲା। ଇଆଡ଼େ ରଜନୀ ତା ଯା ଦିଅରଙ୍କୁ ଅପମାନ ଓ ଛୋଟ ଦେଖାଇବାରେ ଲାଗି ପଡ଼ିଥିଲା। ସେ କେବେ ବି ଅମନ ଏବଂ ଆରତୀକୁ ଅପମାନିତ କରିବାର ସୁଯୋଗକୁ ହାତଛଡ଼ା କରିନଥିଲା। ଯେତେବେଳେ ବି ଅମନ ଏବଂ ଆରତୀ କୌଣସି ପାରିବାରିକ କାର୍ଯ୍ୟରେ ସେମାନଙ୍କ ବଡ଼ ଘରକୁ ଯାଉଥିଲେ, ରଜନୀର ଦୃଷ୍ଟି ପ୍ରଥମେ ସେମାନଙ୍କ ସରଳ ପୋଷାକ ଉପରେ ପଡ଼ୁଥିଲା। ତାପରେ ଯେତେବେଳେ ଅମନ ଓ ଆରତୀ ତାଙ୍କ ବସିଥିବା ସୋଫାରୁ ଉଠି ଚାଲି ଯାଉଥିଲେ, ରଜନୀ ଯାଇ ସେ ସୋଫାକୁ ଏମିତି ଆଉଁସୁଥିବ ଯେମିତି ସେହି ସୋଫାଟି ଅପବିତ୍ର ହୋଇଯାଇଛି। ଥରେ ତ ଏମିତି ହୋଇଥିଲା ଯେ ରଜନୀ ଘରକୁ ଆରତୀ ଏବଂ ଅମନ ଏକ ଫଙ୍କସନ୍ରେ ଆସିଥିଲେ ଓ ରଜନୀ ଆରତୀକୁ ଅପମାନିତ କରି କହିଥିଲା, ଆରତୀ, କେବେ ତ ଦିନେ ହେଲେ ଗୋଟେ ଭଲ ଶାଢ଼ୀ ପିନ୍ଧିକି ଆ। ସବୁବେଳେ ସେଇ ଶସ୍ତା ସୂତା ଶାଢ଼ୀ ପିନ୍ଧୁଛୁ। ମୋର ଏତେ ଦାମିକା ଶାଢ଼ୀ ଏବଂ ସୁଟ୍ ଅଛି ଯେ ମୁଁ କେବଳ ଥରେ କିମ୍ବା 2 ଥର ସେଗୁଡ଼ିକ ପିନ୍ଧିଥିବି। ତାପରେ ସେଗୁଡ଼ା ଆଲମିରାରେ ରହି ଧୂଳି ହେଉଛି। ତୋର ଯଦି ଦରକାର କହ ମୋତେ, ମୁଁ ସେଗୁଡ଼ା ତୋତେ ଦେଇଦେବି। ଏମିତି ଡ୍ରେସ୍, ଶାଢ଼ୀ ସବୁ ମୋ ପାଖରେ ଅଛି ଯେ ଯେଉଁଟା ତୁ ସ୍ୱପ୍ନରେ ସୁଦ୍ଧା ଦେଖିନଥିବୁ। ରଜନୀର ଏହି ଶବ୍ଦଗୁଡ଼ିକ ତରଳ କାଚ ପରି ଅମନର କାନରେ ଫୁଟି ଯାଉଥିଲା। ତା ରକ୍ତ ଗରମ ହେଇଯାଉଥିଲା, ହେଲେ ସେ ନିଜକୁ ଶାନ୍ତ କଲା। ସେ ତା ଦରିଦ୍ର ପାଇଁ ନୁହେଁ, ବରଂ ତା ଭାଉଜର ଛୋଟ ଚିନ୍ତାଧାରା ପାଇଁ ବହୁତ ଲଜ୍ଜିତ ଥିଲା। ଆରତୀ ଶାନ୍ତ ସ୍ୱରରେ ହସିକି କହିଲା, ଦିଦି, ଭଗବାନ ଆମକୁ ଯେତିକି ଦେଇଛନ୍ତି ସେଥିରେ ଆମେ ବହୁତ ଖୁସିରେ ଅଛୁ। ସମ୍ପର୍କୀୟ ଏବଂ ସମାଜରେ ରାଜନ ଏବଂ ରଜନୀଙ୍କ ସ୍ଥାନ ଆକାଶ ଛୁଆଁ ଥିଲା। ସମସ୍ତେ ସବୁବେଳେ ସେ 2 ଜଣଙ୍କର ଧନ ସମ୍ପତ୍ତିର ପ୍ରଶଂସା ଗାନ କରୁଥିଲେ। ଏମିତିକି ରାଜନର ଭଉଣୀ ଅଞ୍ଜୁ ବି ସେମାନଙ୍କୁ ଭାରି ପ୍ରଶଂସା କରୁଥିଲା। ସେ ଜାଣିଛି ଯେ ତା ଶ୍ୱଶୁର ଘରେ ସେ ଯେଉଁ ସମ୍ମାନ ପାଇଛି ତାହା ତା ଭାଇ ରାଜନର ଧନ ଏବଂ ପ୍ରତିଷ୍ଠା ଯୋଗୁଁ। ଆଉ ଅଞ୍ଜୁ ତା ସାନ ଭାଇ ଅମନକୁ କେବେ ଟିକେ ଭଲମନ୍ଦ କଥା ପଚାରୁ ବି ନଥିଲା। ଏବଂ ଶେଷରେ ସେଇ ସମୟ ଆସିଗଲା ଯେତେବେଳେ ସମ୍ପର୍କର ପ୍ରକୃତ ପରୀକ୍ଷା ହେଉଥିଲା।
ଅଞ୍ଜୁର ଏକମାତ୍ର ଝିଅର ବିବାହ ସ୍ଥିର ହୋଇଥିଲା। ଅଞ୍ଜୁ ଏବଂ ତା ସ୍ୱାମୀ ବ୍ୟକ୍ତିଗତ ଭାବରେ ଏକ ଚମତ୍କାର ଡିଜାଇନର କାର୍ଡ ଧରି ରାଜନର ଘରେ ପହଞ୍ଚିଲେ। ସେମାନେ ସେଠି ଘଣ୍ଟା ଘଣ୍ଟା ଧରି ବସି ଚା ଏବଂ ଜଳଖିଆ ଉପଭୋଗ କରୁଥିଲେ ଏବଂ ବଡ଼ ଭାଇ ଏବଂ ବଡ଼ ଭାଉଜଙ୍କୁ ବିବାହ ପାଇଁ ଏକ ଭବ୍ୟ ନିମନ୍ତ୍ରଣ ଦେଇଥିଲେ। ଏହି ସମୟରେ ଜଣେ ଚାକର ଦ୍ୱାରା ରାଜନ ଘରକୁ କାର୍ଡ ପଠାଇ ଦେଇଥିଲେ। ଅଞ୍ଜୁ ତା ମା ଜାନକୀ ଦେବୀଙ୍କୁ ଫୋନ୍ କରି କହିଲା, ମା, ତତେ ତ ଯେମିତି ହେଲେ ଆସିବାକୁ ପଡ଼ିବ। କିନ୍ତୁ ଅଞ୍ଜୁ ତା ମା ସହିତ ଏତେ କଥାବାର୍ତ୍ତା ହେଲା ଭିତରେ ବି ସାନ ଭାଇ ଓ ଭାଉଜଙ୍କ ବିଷୟରେ ଟିକେ ବି କିଛି ପଚାରି ନଥିଲା। ଏହି ଅପମାନ ଅମନ ଏବଂ ଆରତୀର ହୃଦୟକୁ ବହୁତ ଆଘାତ କରିଥିଲା, କିନ୍ତୁ ସେମାନେ ଏହାକୁ ନୀରବରେ ସହ୍ୟ କରିଥିଲେ। ବିବାହ ଦିନ ପାଖେଇ ଆସିଲା। ସାନ ପୁଅର ଆର୍ଥିକ ପରିସ୍ଥିତି ଏବଂ ସାମାଜିକ ଅପମାନ ବିଷୟରେ ଭାବି ଜାନକୀ ଦେବୀ ବହୁତ ଦୁଃଖିତ ଥିଲେ। ଦିନେ ସେ ସାହସ କରି ବଡ଼ ପୁଅ ରାଜନକୁ କହିଲେ, ପୁଅରେ, ତୁ ବାହାଘରରେ ବେଶୀ ପଇସା ଦବୁନି, କେବଳ ସେତିକି ଦବୁ ଯେମିତି ତୋ ସାନ ଭାଇ ମଧ୍ୟ ତୋ ବରାବର ହୋଇପାରିବ। ସମାଜରେ ତାର ମଧ୍ୟ ଟିକେ ଇଜ୍ଜତ ବଢ଼ିବ। ମାର ଏମିତି କଥା ଶୁଣି ରାଜନ ଓ ରଜନୀ ବଡ଼ ପାଟିରେ ହସିଲେ, ଯେମିତି ଜାନକୀ ଦେବୀ ତାଙ୍କ ସହିତ କୌଣସି ମଜାକ କରୁଛନ୍ତି। ରଜନୀ ପରିହାସ କଲା ଭଳି ଜାନକୀ ଦେବୀଙ୍କୁ କହିଲା, ମା, ଆମେ ତ ପୁଣି ଆମ ଷ୍ଟାଟସ୍ ହିସାବରେ ଦେବୁ ନା, ନହେଲେ ସେଠି ଆମର ଇଜ୍ଜତ କ'ଣ ରହିବ? ଆଉ ରହିଲା ଅମନ କଥା, ସେ ତ ଜଣେ ମାମୁଲି ଅଟୋ ଡ୍ରାଇଭର, ଆଉ ଆମର ତ ଏତେ ବଡ଼ କମ୍ପାନୀ ଅଛି। ଆମେ ପୁରା ନଗଦ 2 ଲକ୍ଷ ଟଙ୍କା ଦେବୁ, ସେଥିରୁ ଗୋଟିଏ ପଇସା ମଧ୍ୟ କମ୍ ହେବନି। ସମାଜରେ ଆମର ମଧ୍ୟ କିଛି ସମ୍ମାନ ଅଛି ଓ ଏକ ସ୍ଥିତି ମଧ୍ୟ ଅଛି। ରାଜନ ତୁରନ୍ତ ତା ସ୍ତ୍ରୀ ସହ ରାଜି ହୋଇଗଲା, ଯେମିତି ସେ ଏହି ସୁଯୋଗ ପାଇଁ ଅପେକ୍ଷା କରିଥିଲା, ଯେଉଁଠାରେ ସେ ଖୋଲାଖୋଲି ଭାବରେ ନିଜର ଧନ ସମ୍ପତ୍ତି ଦେଖାଇ ପାରିବ ଏବଂ ତା ସାନ ଭାଇକୁ ଅପମାନ କରିବ। ପୁଅ ବୋହୂର ଏମିତି କଥା ଶୁଣି ମାଙ୍କ ହୃଦୟ ଭାଙ୍ଗି ଚୁରମାର ହୋଇଗଲା। ଏହି ସମୟରେ ଅମନ ଚିନ୍ତାରେ ବୁଡ଼ି ରହୁଥିଲା। ସେ ମଧ୍ୟ ତା ପ୍ରିୟ ଭାଣିଜୀର ବିବାହରେ ବହୁତ ଖର୍ଚ୍ଚ କରିବାକୁ ଚାହୁଁଥିଲା, କିନ୍ତୁ ଅଟୋ ରିକ୍ସା ଚଲାଇ ଦିନକୁ 100 ଟଙ୍କା ରୋଜଗାର କରୁଥିବା ଜଣେ ବ୍ୟକ୍ତି କିପରି 2 ଲକ୍ଷ ଟଙ୍କାର ସ୍ୱପ୍ନ ଦେଖିପାରିବ? ଆରତୀ ତା ସ୍ୱାମୀର ଦୁଃଖକୁ ଠିକ୍ ବୁଝିପାରୁଥିଲା। ସେ ତା ସ୍ୱାମୀର ହାତକୁ ଧରି କହିଲା, ତମେ ଏତେ ଚିନ୍ତା କାହିଁକି କରୁଛ? ସମ୍ପର୍କକୁ କୌଣସି ତରାଜୁରେ ମପାଯାଏ ନାହିଁ। ସେଗୁଡ଼ିକ ତ ପ୍ରେମ ଓ ଆଶୀର୍ବାଦର ସୂତାରେ ବନ୍ଧା ଯାଇଥାଏ। ଆମର ଯେତିକି ସକ୍ଷମ ଆମେ ସେତିକି ଦେବା। ତଥାପି ସେ ତା ସ୍ୱାମୀର ଚିନ୍ତାକୁ ଦୂର କରିବା ପାଇଁ ସାହସ ଦେଖାଇଲା। ଶୁଣ, ମୋ ପାଖରେ ମୋ ମା ଦେଇଥିବା 2ଟି ସୁନା କଙ୍କଣ ଅଛି, ଆମେ ସେଟାକୁ ବିକିଦେବା। ଅମନ ରାଗିକି କହିଲା, ନା ଆରତୀ, ସେଇଟା ତମ ମାଙ୍କର ଶେଷ ସ୍ମୃତି। ମୁଁ ସେଗୁଡ଼ିକୁ ବିକିପାରିବି ନାହିଁ। ମୋର ଦାୟିତ୍ୱ ପୂରଣ କରିବା ପାଇଁ ମୁଁ ତୁମ ସ୍ତ୍ରୀ ଧନକୁ ଛଡ଼ାଇ ନେଇପାରିବି ନାହିଁ। ମୁଁ କୌଣସି ସ୍ଥାନରୁ ଟଙ୍କାର ବ୍ୟବସ୍ଥା କରିବି। ଅମନ ତା ସାଙ୍ଗମାନଙ୍କ ପାଖକୁ କିଛି ପଇସା ଧାର ଆଣିବାକୁ ଚେଷ୍ଟା କଲା, ହେଲେ କୋଉଠୁ ବି ପଇସା ଯୋଗାଡ଼ ହୋଇପାରିଲା ନାହିଁ। ବାହାଘର ଗୋଟିଏ ଦିନ ପୂର୍ବରୁ ସେମାନେ କିଛି କାମରେ ରାଜନ ଘରକୁ ଯାଇଥିଲେ। ସେଠି ରଜନୀ ସେମାନଙ୍କୁ ବହୁତ କିଛି କଥା କହିଲା। ଅମନ, ସତ କହିବାକୁ ଗଲେ ତୁମକୁ ଏବଂ ଆରତୀକୁ ସେଠି ବାହାଘରକୁ ଯିବା ଉଚିତ ନୁହେଁ। ତୁମର ଏଇ କମ୍ ଦାମର ପୋଷାକ ଏବଂ ଛୋଟ ମୋଟ ଉପହାର ଦେଖି ଲୋକମାନେ କ'ଣ ଭାବିବେ କହିଲ? ଅଯଥାରେ ତୁମ ଭଉଣୀକୁ ତାଙ୍କ ଶାଶୁଘର ଲୋକଙ୍କ ଆଗରେ ଅପମାନିତ କରିବ। ଏହା ଶୁଣି ଅମନର ହୃଦୟ ଭାଙ୍ଗିଗଲା। ତାକୁ ଲାଗିଲା ଯେପରି କେହି ତା ଆତ୍ମସମ୍ମାନକୁ ହାତୁଡ଼ିରେ ଆଘାତ କରୁଛି। ସେ କିଛି କହିବାକୁ ଚାହୁଁଥିଲା, କିନ୍ତୁ ତା ବଡ଼ ଭାଇଙ୍କ ଘରେ ସାନ ହେବାର ମର୍ଯ୍ୟାଦା ତା ପାଟିକୁ ବନ୍ଦ କରିଦେଲା। ସେ ବହୁତ ମନ ଦୁଃଖ କରି ସେଠାରୁ ଚାଲି ଆସିଲା। ସେଦିନ ରାତିରେ ସେ ଶୋଇପାରିଲା ନାହିଁ। ପରଦିନ ଅମନ ତା ମା ଏବଂ ସ୍ତ୍ରୀକୁ ତା ଅଟୋ ରିକ୍ସାରେ ବସାଇ ବାହାଘରରେ ଯାଇ ପହଞ୍ଚିଲା। ଅଟୋର ଫଟଫଟ ଆବାଜ ଦାମିକା ଗାଡ଼ିମାନଙ୍କ ଶବ୍ଦରେ ଦବି ଯାଉଥିଲା। ସେମାନେ ଅଟୋରୁ ଓହ୍ଲାଇବା ମାତ୍ରେ ସେମାନଙ୍କ ପଛପଟେ ଏକ ଚକଚକିଆ ସମ୍ପୂର୍ଣ୍ଣ ନୂଆ ଲକ୍ସରୀ କାର୍ ହର୍ଣ୍ଣ ବଜାଇଲା। ରାଜନ ବହୁତ ଗର୍ବର ସହିତ ଗାଡ଼ିରୁ ଓହ୍ଲାଇ ପଡ଼ିଲା। ସେ ସେହିଦିନ ଶୋରୁମ୍ରୁ 80 ଲକ୍ଷ ଟଙ୍କା ଦେଇ ଗାଡ଼ିଟି କିଣିଥିଲା, କେବଳ ବିବାହରେ ନିଜର ସ୍ଥିତି ଦେଖାଇବା ପାଇଁ। ସମ୍ପୂର୍ଣ୍ଣ ବାହାଘରରେ କେବଳ ରାଜନ ଓ ରଜନୀ ବିଷୟରେ ଚର୍ଚ୍ଚା ଚାଲିଥିଲା। କିଏ ରାଜନର ଦାମିକା ଡ୍ରେସ୍ର ଆଲୋଚନା କରୁଥିଲେ, ତ ଆଉ କିଏ ରଜନୀର ହୀରାହାର ଓ ଡିଜାଇନର ଶାଢ଼ୀ ବିଷୟରେ। ରାଜନ ସମସ୍ତଙ୍କ ସାମ୍ନାରେ 2 ଲକ୍ଷ ଟଙ୍କା ଭରା ଏକ ମୋଟା ଲିଫାଫା ଭଉଣୀ ଅଞ୍ଜୁ ହାତରେ ଧରାଇ ଦେଲା।
ଏହି ସମୟରେ ଅମନ ତା ମୁହଁ ତଳକୁ କରି ତା ଭଉଣୀଙ୍କ ପାଖକୁ ଆସିଲା ଏବଂ ଚୁପଚାପ ତାଙ୍କୁ 1,000 ଟଙ୍କା ଭରା ଏକ ଛୋଟ ଲଫାପା ଧରାଇଲା। ଅଞ୍ଜୁ ଅମନ ହାତରୁ ଲଫାପା ତ ନେଲା, ହେଲେ ତା ଆଖିରେ କୌଣସି ଖୁସି ନଥିଲା। ପୁରା ବାହାଘରରେ ଅମନ ଓ ଆରତୀ ଏକ ଅପରିଚିତ ବ୍ୟକ୍ତିଙ୍କ ପରି ଗୋଟିଏ କୋଣରେ ଛିଡ଼ା ହୋଇଥିଲେ। ଅଞ୍ଜୁ ଓ ତା ସ୍ୱାମୀ ଲୋକ ଦେଖାଣିଆ ଦୃଷ୍ଟିରୁ ଖାଲି ପଚାରିଦେଲେ, କେମିତି ଅଛ ବୋଲି। କିନ୍ତୁ ବଡ଼ ଭାଇ ଓ ଭାଉଜଙ୍କୁ ବଡ଼ ଗର୍ବର ସହିତ ଝିଅର ଶାଶୁଘର ଲୋକଙ୍କ ସହିତ ପରିଚିତ କରାଉଥିଲେ। ଅଞ୍ଜୁ ସେମାନଙ୍କୁ କହୁଥାଏ, ଇଏ ମୋ ବଡ଼ ଭାଇ, ତାଙ୍କର ବହୁତ ବଡ଼ ବ୍ୟବସାୟ ଅଛି। ଜାନକୀ ଦେବୀ ତାଙ୍କ ସାନ ପୁଅର ଏପରି ଅପମାନ ଦେଖି ମନେ ମନେ ବହୁତ କାନ୍ଦୁଥାନ୍ତି। ସେ କେବଳ ମନେ ମନେ ଭଗବାନଙ୍କୁ ଏତିକି ପ୍ରାର୍ଥନା କରୁଥାନ୍ତି ଯେ ତାଙ୍କ ସାନ ପୁଅର ମଧ୍ୟ ଉନ୍ନତି ହେଉ ଓ ସେ ମଧ୍ୟ ସମାଜରେ ସମ୍ମାନ ପାଉ। ଯାହା ହେଉ ବାହାଘର ଭଲରେ ଭଲରେ ହୋଇଗଲା। ବହୁତ ଦୁଃଖ ମନରେ ଅଞ୍ଜୁ ତା ଝିଅକୁ ତା ଶାଶୁଘରକୁ ପଠାଇଲା। ପ୍ରଥା ଅନୁଯାୟୀ କନ୍ୟାର ଭାଇ ଅଞ୍ଜୁର ପୁଅ ମଧ୍ୟ ତା ଭଉଣୀକୁ ଛାଡ଼ିବାକୁ ତା ଶାଶୁଘରକୁ ଗଲା। ଧୀରେ ଧୀରେ ଅତିଥିମାନଙ୍କ ଭିଡ଼ କମିବାକୁ ଲାଗିଲା। ମଣ୍ଡପରେ କେବଳ ଘରଲୋକ ଓ ଅତି ନିଜର ବନ୍ଧୁ କିଛି ଉପସ୍ଥିତ ଥିଲେ। ଆଉ ଲେବରମାନେ ସବୁ ତାଙ୍କ ଟେଣ୍ଟ ସାମାନ ଖୋଲିବାରେ ଲାଗିଥିଲେ। ଏହା ଭିତରେ ଉପରୁ ଏକ ଲୁହା ରଡ଼ ଖସି ଅଞ୍ଜୁର ସ୍ୱାମୀ ରାଜେଶଙ୍କ ମୁଣ୍ଡରେ ପଡ଼ିଗଲା। କିଛି ସମୟ ପାଇଁ ସମସ୍ତେ ସ୍ତବ୍ଧ ହୋଇଗଲେ। ତାପରେ ଚିତ୍କାର କଲେ। ରାଜେଶଙ୍କ ମୁଣ୍ଡରୁ ରକ୍ତ ବୋହିବାକୁ ଲାଗିଲା ଏବଂ ସେ ତଳେ ପଡ଼ିଗଲେ। ଅଞ୍ଜୁ ପାଗଳୀଙ୍କ ପରି ଚିତ୍କାର କରି କହିଲା, କେହି କିଛି କର, ତାଙ୍କୁ ଟିକେ ଡାକ୍ତରଖାନା ନେଇଯାଅ। ତା ନଜର ପ୍ରଥମେ ତା ଧନୀ ଭାଇ ରାଜନ ଉପରେ ପଡ଼ିଲା। ସେ କହିଲା, ଭାଇ ଭାଇ ଶୀଘ୍ର ଗାଡ଼ି ବାହାର କର, ଦେଖ କେତେ ରକ୍ତ ତାଙ୍କ ମୁଣ୍ଡରୁ ବହିଯାଉଛି। ଅଞ୍ଜୁ ବଡ଼ ପାଟିରେ ଚିଲେଇକି କହୁଥିଲା, କିନ୍ତୁ ରାଜନ ତା ସ୍ଥାନରୁ ଟିକିଏ ଘୁଞ୍ଚିଗଲା। କିନ୍ତୁ ତା ନୂଆ କାର୍ ପାଖରେ ପହଞ୍ଚିବା ପୂର୍ବରୁ ତା ପାଦ ସ୍ଥିର ହୋଇଗଲା। ତା ଆଖି ଆଗରେ ଗୋଟିଏ ପାର୍ଶ୍ୱରେ ରକ୍ତ ଭିଜା ଭିଣୋଇ ପଡ଼ିଥିଲେ ଏବଂ ଅନ୍ୟ ପାର୍ଶ୍ୱରେ ତା ନୂଆ ବିଳାସପୂର୍ଣ୍ଣ କାର୍ର ଚମକଦାର ସିଟ୍ ଥିଲା। ସେ ମନେ ମନେ ଭାବିଲା, ମୋ ନୂଆ ସିଟ୍ରେ ଯଦି ରକ୍ତ ଲାଗିଯିବ ତାହେଲେ ସେ ଦାଗ ଆଉ ଛାଡ଼ିବ ନାହିଁ ଓ ନୂଆ ଗାଡ଼ିଟି ନଷ୍ଟ ହୋଇଯିବ। ଏହା ଭାବି ସେ ଜମା ତା ଜାଗାରୁ ହଲିଲା ନାହିଁ। ତାକୁ କେବଳ ତା ନୂଆ ଗାଡ଼ିର ଚିନ୍ତା ଥିଲା। ଜାନକୀ ଦେବୀ ଚିଲେଇକି କହିଲେ, ଆରେ ରାଜନ, ଦେଖୁଛୁ କ'ଣ? ଜଲ୍ଦି ଗାଡ଼ି ବାହାର କର। ଦେଖୁଛୁ ପରା ତୋ ଭେଣେଇ ମୁଣ୍ଡରୁ କେତେ ରକ୍ତ ବୋହିଯାଉଛି। ତାକୁ ଟିକେ ଜଲ୍ଦି ଡାକ୍ତରଖାନା ନେ। କିନ୍ତୁ ରାଜନ କହିଲା, ମା, ମୁଁ ଆଜି ଶୋରୁମ୍ରୁ ଏଇ ନୂଆ କାର୍ କିଣିଛି, ପୁରା ନଗଦ 80 ଲକ୍ଷ ଟଙ୍କା ଦେଇ। ଯଦି ସେଥିରେ ରକ୍ତ ଲାଗିଯିବ ତାହେଲେ ସେଇଟା ଅସନା ହୋଇଯିବ। ଏହା ଶୁଣି ଅଞ୍ଜୁ ଏବଂ ଜାନକୀ ଦେବୀଙ୍କ ପାଦ ତଳୁ ମାଟି ଖସିଗଲା। ଯେଉଁ ଭାଇର ଧନ ଉପରେ ଅଞ୍ଜୁ ସବୁବେଳେ ଗର୍ବ କରୁଥିଲା, ସେଇ ଭାଇ ମୁହଁରୁ ଏମିତି କଥା ଶୁଣି ତାକୁ ବହୁତ କଷ୍ଟ ହେଲା। ଠିକ୍ ସେତିକିବେଳେ ପଛପଟୁ ଜଣାଶୁଣା ଫଟଫଟ ଆବାଜ ଆସିଲା। ଅମନ ତା ଅଟୋ ନେଇ ସେଠି ପହଞ୍ଚିଲା। ସେ ତୁରନ୍ତ ସେଠି କାମ କରୁଥିବା ତମ୍ବୁ କର୍ମଚାରୀଙ୍କ ସାହାଯ୍ୟରେ ରାଜେଶକୁ ଅଟୋ ପଛ ସିଟ୍ ଉପରେ ଶୁଆଇ ଦେଲେ। ଆରତୀ ରାଜନର ମୁଣ୍ଡକୁ ତା କୋଳରେ ରଖି ତା ଶାଢ଼ୀର କାନିରୁ ଖଣ୍ଡେ ଚିରି ରକ୍ତସ୍ରାବ ବନ୍ଦ କରିବା ପାଇଁ କ୍ଷତ ଚାରିପାଖରେ ବାନ୍ଧିଦେଲା। ଅମନ ପବନ ବେଗରେ ଅଟୋ ଚଳାଇ ହସ୍ପିଟାଲକୁ ନେଇଗଲା। ଅଞ୍ଜୁର ମୁହଁ ଫିକା ପଡ଼ିଗଲା ଓ ଆରତୀ ଅଞ୍ଜୁକୁ କଥା କଥାରେ ରାସ୍ତା ସାରା ସାହସ ଦେଉଥାଏ। ହସ୍ପିଟାଲରେ ପହଞ୍ଚିବା ପରେ କମ୍ପାଉଣ୍ଡର ଦୌଡ଼ି ଆସିଲେ ଏବଂ ଏକ ଷ୍ଟ୍ରେଚରରେ ରାଜେଶକୁ ତୁରନ୍ତ ଜରୁରୀକାଳୀନ ରୁମ୍କୁ ନେଇଥିଲେ। କିଛି ସମୟ ପରେ ଡାକ୍ତର ବାହାରକୁ ଆସିଲେ। ତାଙ୍କ ମୁହଁରେ ଗମ୍ଭୀରତା ଥିଲା। ଡାକ୍ତର କହିଲେ, ବହୁତ ରକ୍ତସ୍ରାବ ହୋଇଯାଇଛି, ତେଣୁ ଆମକୁ ତୁରନ୍ତ AB ପଜିଟିଭ ରକ୍ତ ଦରକାର, ନଚେତ୍ ପରିସ୍ଥିତି ଆହୁରି ଖରାପ ହୋଇପାରେ। ସମସ୍ତେ ଭୟଭୀତ ହୋଇଗଲେ। ଠିକ୍ ସେତିକିବେଳେ ସେଇ ଲକ୍ଜରୀ କାର୍ଟି ହର୍ଣ୍ଣ ବଜାଇ ହସ୍ପିଟାଲ ଗେଟ୍ ପାଖରେ ପହଞ୍ଚିଲା। ରାଜନ, ରଜନୀ ଏବଂ ଜାନକୀ ଦେବୀ ଶୀଘ୍ର ଭିତରକୁ ପ୍ରବେଶ କଲେ। ରାଜନ ଉଚ୍ଚ ସ୍ୱରରେ ପଚାରିଲା, କୋଉଠି ଅଛନ୍ତି ମୋ ଭେଣେଇ ଭାଇ? କ'ଣ କୌଣସି ଜିନିଷର ଆବଶ୍ୟକ ପଡ଼ୁଛି କି? ଡାକ୍ତର କହିଲେ, ହଁ, ତୁରନ୍ତ ଆମକୁ AB ପଜିଟିଭ ରକ୍ତ ଦରକାର। ଅଞ୍ଜୁ ବହୁତ ଆଶାର ସହିତ ରାଜନକୁ ଚାହିଁଲା। ଭାଇ, ତୁମର ରକ୍ତ ଗ୍ରୁପ AB ପଜିଟିଭ, ଠିକ୍ ନା? ସମସ୍ତେ ରାଜନ ଆଡ଼କୁ ଅନାଇଲେ, କିନ୍ତୁ ରାଜନ ବହୁତ ସଂକୋଚ କରୁଥିଲା ଓ ମନେ ମନେ କିଛି ବାହାନା ଖୋଜୁଥିଲା। ଠିକ୍ ସେତିକିବେଳେ ରଜନୀ କହି ପକେଇଲା,
ଜାଣିଛ ଅଞ୍ଜୁ, ତମ ଭାଇଙ୍କ ଦେହ କିଛି ଦିନ ହେଲାଣି ଭଲ ନାହିଁ। ସେ ବହୁତ ଦୁର୍ବଳ ଅଛନ୍ତି। ଏପରି ପରିସ୍ଥିତିରେ ରକ୍ତଦାନ କରିବା ବିପଦପୂର୍ଣ୍ଣ। ରାଜନ ମଧ୍ୟ ଦୁର୍ବଳ ସ୍ୱରରେ ନାଟକ କରି କହିଲା, ହଁ ପରା, ମୋ ଦେହ କିଛି ଦିନ ହେଲାଣି ବିଲକୁଲ ଭଲ ନାହିଁ। ସେମାନଙ୍କ କଥାରେ ସେଠି ଏକ ଅଦ୍ଭୁତ ନୀରବତା ବ୍ୟାପିଗଲା। ଏପରି ମନେ ହେଉଥିଲା ଯେପରି ଅଞ୍ଜୁ ଆଖିରେ ଥିବା ଶେଷ ଆଶା ମଧ୍ୟ ମରିଗଲା। ତାପରେ ପଛରୁ ଏକ ଶାନ୍ତ କିନ୍ତୁ ଦୃଢ଼ ସ୍ୱର ଆସିଲା, ମୋ ରକ୍ତ ଗ୍ରୁପ AB ପଜିଟିଭ। ମୁଁ ରକ୍ତଦାନ କରିବି। ସେ ଥିଲା ଆରତୀ। ସମସ୍ତଙ୍କ ମୁହଁ ତା ଆଡ଼କୁ ଫେରିଗଲା। ଡାକ୍ତର ତୁରନ୍ତ ଆରତୀର ଏକ ପରୀକ୍ଷା କଲେ। ରିପୋର୍ଟ ସବୁକିଛି ଠିକ୍ ବାହାରିଲା ଏବଂ କିଛି ସମୟ ପରେ ରାଜେଶଙ୍କ ଶରୀରରେ ଆରତୀର ରକ୍ତ ପ୍ରବାହିତ ହେବାକୁ ଲାଗିଲା। ପ୍ରାୟ 1 ଘଣ୍ଟା ପରେ ଡାକ୍ତର ଆସି କହିଲେ, ବିପଦ ଟଳି ଯାଇଛି। ଠିକ୍ ସମୟରେ ରକ୍ତ ମିଳିଗଲା ଓ ଜୀବନ ରକ୍ଷା ହୋଇଗଲା। ସମସ୍ତେ ଆଶ୍ୱସ୍ତିର ନିଶ୍ୱାସ ନେଲେ। କିନ୍ତୁ ସେଇ ଗୋଟିଏ ଘଣ୍ଟା ପୁରା ପରିବାରର ଚିନ୍ତା ସବୁଦିନ ପାଇଁ ବଦଳାଇ ଦେଇଥିଲା। ଯେଉଁ ଭାଇ ପାଖରେ ଧନର ଅଭାବ ନଥିଲା ସେ ପଛଘୁଞ୍ଚା ଦେଇଦେଲା ଏବଂ ଯେଉଁ ବୋହୂକୁ ଗରିବ ବୋଲି ସବୁବେଳେ ଉପହାସ କରୁଥିଲେ ସେ ତା ନିଜ ରକ୍ତ ଦେଇ ସମ୍ପର୍କକୁ ଜୀବିତ ରଖିଥିଲା। ଅଞ୍ଜୁ ଏବେ ବହୁତ କାନ୍ଦୁଥିଲା ଓ ଅନୁତାପ ମଧ୍ୟ କରୁଥିଲା। ସେ ସିଧା ଯାଇ ଅମନର ହାତ ଧରି ପକାଇଲା ଓ କହିଲା, ଅମନ, ମୋତେ କ୍ଷମା କରିଦେ। ଅମନ, ତୁ ଆଜି ମୋତେ ଶିଖାଇ ଦେଇଛୁ ମଣିଷ ହୃଦୟରୁ ଧନୀ ହୋଇଥାଏ, ପଇସାରେ ନୁହେଁ। ଆଉ ଯେଉଁ ଧନୀ ଭାଇର ଧନ ସମ୍ପତ୍ତିକୁ ନେଇ ମୁଁ ଗର୍ବ କରୁଥିଲି ତା ପାଇଁ ମୋ ସ୍ୱାମୀଙ୍କ ଜୀବନ ନୁହଁ, ନୂଆ ଗାଡ଼ି ବଡ଼ ହୋଇଗଲା। ଆଜି ତୁ ଆରତୀ ମୋ ସ୍ୱାମୀଙ୍କୁ ନୂଆ ଜୀବନ ଦେଇଛୁ। ଚେତା ଫେରିବା ପରେ ରାଜେଶ ମଧ୍ୟ ତାଙ୍କ ଆଚରଣ ପାଇଁ ଲଜ୍ଜିତ ହୋଇଥିଲେ। ସେ ହାତ ଯୋଡ଼ି ଅମନକୁ କ୍ଷମା ମାଗିଲେ। ଆଜି ସେ ବୁଝିପାରିଲେ ଯେ ପ୍ରକୃତ ଉପହାର 2 ଲକ୍ଷ ଟଙ୍କା ଥିବା ଲଫାପା ନୁହେଁ। ପ୍ରକୃତ ଉପହାର ହେଉଛି ସମ୍ପର୍କର ପ୍ରେମ ଏବଂ ସ୍ନେହ, ଯାହାକୁ ସେ ଧନ ସମ୍ପତ୍ତିର ଲୋଭରେ ଦେଖିପାରିନଥିଲେ। କିଛି ସମୟ ପରେ ରାଜନ ଫଳ ଓ ଜୁସ୍ ଭରା ବ୍ୟାଗ୍ ଧରି ଏମର୍ଜେନ୍ସି ରୁମ୍ରେ ପହଞ୍ଚିଲା। ଏବେ ବି ମୁହଁରେ ସେଇ ମିଛିମିଛିକା ଚିନ୍ତା। ସେ ଅଞ୍ଜୁକୁ କହିଲା, ଦେଖ ଅଞ୍ଜୁ, ମୁଁ ଭେଣେଇଙ୍କ ପାଇଁ ଫଳ ଏବଂ ତାଜା ଫଳରସ ଆଣିଛି। ଏଥିରେ ତାଙ୍କ ଦେହର ସବୁ ଦୁର୍ବଳତା ଦୂର ହୋଇଯିବ। ଅଞ୍ଜୁ ରାଜନ ଆଡ଼କୁ ଏକ ଲୟରେ ଅନାଇଲା ଓ କହିଲା, ଭାଇ, 5 ମିନିଟ୍ ପୂର୍ବରୁ ଯେତେବେଳେ ତାଙ୍କ ଜୀବନ ବଞ୍ଚାଇବା ପାଇଁ ତୁମ ରକ୍ତର ଆବଶ୍ୟକ ଥିଲା ତୁମେ ପଛକୁ ହଟିଗଲ ଏବଂ ଏବେ ତୁମେ ଏହି ପ୍ରଦର୍ଶନ କାହିଁକି କରୁଛ? ଯେତେବେଳେ ମୋ ସ୍ୱାମୀଙ୍କ ମୁଣ୍ଡ ଫାଟିଯାଇଥିଲା ଓ ସେ ଯନ୍ତ୍ରଣାରେ ଛଟପଟ ହେଉଥିଲେ ସେତେବେଳେ ତୁମେ ତୁମର ମହଙ୍ଗା ଗାଡ଼ି ବିଷୟରେ ଚିନ୍ତା କଲ। ମୋ ସ୍ୱାମୀଙ୍କ ରକ୍ତ ତୁମ ଗାଡ଼ିକୁ ମଇଳା କରିବ ବୋଲି କହିବା ପୂର୍ବରୁ ତୁମେ ଗୋଟିଏ ମୁହୂର୍ତ୍ତ ପାଇଁ ମଧ୍ୟ ଭାବିନଥିଲ। ମଣିଷ ତ ଧୀରେ ଧୀରେ ସୁସ୍ଥ ହୋଇଯିବ, ହେଲେ ଯେଉଁ ବିଶ୍ୱାସ ଭାଙ୍ଗିଗଲା ତୁମେ କ'ଣ ଆଉ ତାକୁ ଫେରାଇ ଆଣିବ? ରାଜନର ମୁହଁରେ ଲଜ୍ଜା ପୋଡ଼ିଗଲା। ସେ ଉତ୍ତର ଖୋଜିବା ପାଇଁ ନୀରବ ହୋଇଗଲା। ଜାନକୀ ଦେବୀ, ଯିଏ ଏ ପର୍ଯ୍ୟନ୍ତ ନୀରବ ଥିଲେ, ସେ ଆଉ ତାଙ୍କ କ୍ରୋଧକୁ ସମ୍ଭାଳି ପାରିଲେ ନାହିଁ ଓ କହିଲେ, ରାଜନ, ଅଭିନୟ କରିବାର କୌଣସି ଆବଶ୍ୟକତା ନାହିଁ। ସମ୍ପର୍କଗୁଡ଼ିକ ସୂତାଖିଅ ପରି, ଯାହା ଥରେ ଭାଙ୍ଗିଗଲେ ଆଉ ସଜାଡ଼ି ହେବ ନାହିଁ। ଆଉ ତୁ ଯଦି ତାକୁ ଯୋଡ଼ିବାକୁ ଚେଷ୍ଟା କରିବୁ ତାହେଲେ ସେଇଟା ଗଣ୍ଠି ପଡ଼ିଯିବ। ତୁ ତୋ ଜୀବନରେ ବହୁତ ଧନ ଅର୍ଜନ କରିଛୁ, ହେଲେ ଜୀବନ ଯେତେବେଳେ ତୋ ମଣିଷପଣିଆର ପରୀକ୍ଷା ନେଲା ସେଥିରେ ତୁ ବିଫଳ ହେଇଗଲୁ ପୁଅ। ଏତେ ଧନ ଏବଂ ଖ୍ୟାତି ଯଦି ଆବଶ୍ୟକତା ସମୟରେ ତୋ ନିଜ ଲୋକଙ୍କୁ ସାହାଯ୍ୟ କରିପାରିଲା ନାହିଁ ତେବେ ସେ ଧନ ସମ୍ପତ୍ତି ଥାଇ ଲାଭ କ'ଣ? ସେହି ସମୟରେ ସେ ଜାଗାରେ ଏକ ନୀରବତା ଖେଳି ଯାଇଥିଲା। ରାଜନର ସ୍ତ୍ରୀ ରଜନୀ, ଯିଏ ସବୁ ଜାଗାରେ ବହୁତ ଆଗଭରା ହୋଇ କଥା ହେଉଥିଲା, ଆଜି ସେ ବି ପୁରା ନୀରବ ଥିଲା। ସେମାନେ ମୁଣ୍ଡ ତଳକୁ କରି ନିଜ ଚକମକିଆ ନୂଆ ଗାଡ଼ିରେ ବସି ତାଙ୍କ ଘରକୁ ଫେରିଗଲେ। ଏବେ ତାଙ୍କ କାର୍ ସିଟ୍ ସବୁ ଦାଗହୀନ ଥିଲା, କିନ୍ତୁ ସେ 2 ଜଣଙ୍କ ବିବେକରେ ଲାଗିଥିବା ଦାଗକୁ ବିଶ୍ୱର ସବୁଠାରୁ ଦାମିକା ସାବୁନ ଦ୍ୱାରା ମଧ୍ୟ ସଫା କରାଯାଇ ପାରିଲା ନାହିଁ। ତେବେ ବନ୍ଧୁଗଣ, ଆପଣମାନଙ୍କୁ ଏହି କାହାଣୀଟି କିପରି ଲାଗିଲା ଦୟାକରି କମେଣ୍ଟ ଦ୍ୱାରା ଆପଣଙ୍କ ମତାମତ ଜଣାଇବେ ଏବଂ ଭାରତର କେଉଁ ସହରରୁ ଆପଣ ଏ କାହାଣୀ ଶୁଣୁଛନ୍ତି ତାହା ମଧ୍ୟ କହିବେ। ଯଦି ଆପଣଙ୍କୁ ଏହି କାହାଣୀଟି
ପସନ୍ଦ ଆସିଛି ତେବେ ଦୟାକରି ଭିଡ଼ିଓଟିକୁ ଲାଇକ୍ ଓ ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ। ରହୁଛି, ନମସ୍କାର, ଜୟ ଜଗନ୍ନାଥ।